ଆମର ଗୋଟେ ବିପିନ ଭାଇ ଯିଏ ବର୍ତ୍ତମାନ ଚାଲିଛି ସାରା ବିଶ୍ୱରେ ତା କଥା ମଧ୍ୟ କହିଥିଲେ। ଏବେ ବିପିନ ଭାଇ ଆପଣଙ୍କୁ ସ୍ୱାଗତ ଜଣାଇବି ଆମ ଚ୍ୟାନେଲ ମାଧ୍ୟମରେ। ଯେ ଜଣାପଡ଼ୁଛି ଗତକାଲି ଆତଙ୍କବାଦୀ ମାନେ ଆସିକି ଜାମ୍ମୁ କାଶ୍ମୀରରେ ହମଲା କରିଛନ୍ତି, ଆକ୍ରମଣ କରିଛନ୍ତି, ଯାହାଫଳରେ ବହୁ ଲୋକ ମଧ୍ୟ ମୃତାହତ ହେଇଛି। ଏ ପରିସ୍ଥିତିକୁ ନେଇକି ଆଗକୁ କେମିତି କଣ ସ୍ଥିତି ରହିବ ଇଣ୍ଡିଆ ଆଉ ପାକିସ୍ତାନ ଭିତରେ? ମାଳିକା ତ କହୁଛି 14-15 ଲାଗିବ, 17କୁ ଯିବ, 17କୁ 27 ସୁଦ୍ଧା। ଆଉ ବର୍ତ୍ତମାନ ସତ୍ୟଯୁଗ ତ ଆରମ୍ଭ ହେଇଯାଇଛି। ସେଦିନ ପତିତପାବନ ବାନା ପତିତପାବନ ବାନାକୁ ଯୋଉ ଚିଲ ଯୋଉଦିନ ନେଇକି ଉଡେଇଲା, ଆପଣ ଜାଣିଗଲେ ଯେ ସେଦିନ ଯୁଦ୍ଧ ଲାଗିବ ବୋଲି ମୁଁ ଆପଣ ମାନଙ୍କୁ କହିଥିଲି। ବର୍ତ୍ତମାନ ଯୁଦ୍ଧ ନିହାତି ଲାଗିବ। ଯୁଦ୍ଧ, ଭୂକମ୍ପ, ଅଗ୍ନି, ବୋମା ବର୍ଷା। ବର୍ତ୍ତମାନ ତ ପତିତପାବନ ବାନାକୁ ଚିଲ ନେଲା। ବର୍ତ୍ତମାନ ଇଏ ଆତଙ୍କବାଦୀ ମାନେ ବର୍ତ୍ତମାନ ତମେ ହିନ୍ଦୁ ବୋଲି ପଚାରିକି ତାଙ୍କୁ ମାରିଲେ। ଆଉ ଜଣକୁ ଉଲଗ୍ନ କରିକି ଦେଖିଲେ ତାର ଖତନା ହେଇଛି କି ନାହିଁ। ଖତନା ମାନେ ସବୁ ମୁସଲମାନଙ୍କର ପୁଅ ମାନଙ୍କର ଯୋଉ ଖତନା ହୁଏ ଆପଣ ଜାଣିଥିବେ। ସେ ଦେଖିଲେ ଯେ ଖତନା ହେଇନି ମାନେ ଏଟା ହିନ୍ଦୁ। ଆଉ କିଛି ସେ ପଲ୍ଲବୀର ସ୍ୱାମୀ କି ପଚାରିଲେ ତୁମେ ହିନ୍ଦୁ ନା ନାହିଁ, ନା ହିନ୍ଦୁ। ଏମିତି କହିକିରି 27 ଜଣଙ୍କୁ ବର୍ତ୍ତମାନ କାଲି ଦିନ 2ଟାରୁ 2:45 ଭିତରେ ସେମାନେ ସେଇ ଯୋଉ ଘାଟି ଉପରେ ତାଙ୍କୁ ମାରିଦେଲେ। ଏମାନେ ଭ୍ରମଣ କରୁଥିଲେ। ବର୍ତ୍ତମାନ ଏଇ ତ ମାରିଦେଲେ ଗଲା। ବର୍ତ୍ତମାନ କଳ୍କିତ ବର୍ତ୍ତମାନ ହେଇଯାଇଛନ୍ତି। ଯୋଉ 6 ଗ୍ରହ କୂଟ ହେଲା, ଏଇ ଯୋଉ ଗ୍ରହ ମାନେ କୂଟ ହେଲେ କେବଳ 6 ଗ୍ରହ କୂଟ ମୀନ ରାଶିରେ ହେଲା। ଶନି ମୀନ ଚଳିଲା, ବୃହସ୍ପତି ମଙ୍ଗଳ କେତୁ 3 ଗ୍ରହ ଗୋଟା ପଟେ ଥିଲେ। ବାକି କାଳ ସର୍ପ ଯୋଗ ହେଲା। ଏପଟେ କାଳ ସର୍ପ ଯୋଗ, ସେପଟେ ସୂର୍ଯ୍ୟ ପରାଗ, 6 ଗ୍ରହ କୂଟ। ବର୍ତ୍ତମାନ ଖାଲି ପାକିସ୍ତାନ ଉପରେ ବଡ ବଡ ବୋମା ପଡିବ, ବାଂଲାଦେଶ ଉପରେ ବଡ ବଡ ବୋମା ବର୍ତ୍ତମାନ ମୋଦି ପକେଇବେ। ଏରା ବହୁ ମାଡ କରିକିରି ଏଗୁଡାକୁ ସବୁ ସଫା କରିଦେବେ। ଯବନ ଆଉ ଯୋଉ ଗୁଡାକ ମ୍ଲେଚ୍ଛ ଅଛନ୍ତି, ଯୋଉ ଗୁଡାକ ମରିଗଲା, ଯାହାର ଏବେ ଗୋଟା ଇଟାଲୀର ଯୋଉଟା ମରିଗଲା, ସେଟା ବହୁତ ଧର୍ମାନ୍ତରଣ କରୁଥିଲା। ବର୍ତ୍ତମାନ କଳ୍କିଙ୍କର ଏଇନା ସୁଦର୍ଶନ ଚକ୍ର କାମ କଲା। ଏଇ ଯୋଉ ସିଏ ବର୍ତ୍ତମାନ ଆରମ୍ଭ କଲେ, କାରଣ ସେ ହନୁ ଲାଙ୍ଗୁଡରେ ନିଆଁ ଲଗେଇଲେ। ହନୁମନ୍ତ କିଏ କହିଲେ? ମୋଦି ଯୋଗୀ ଅମିତ ଶାହ ହନୁମନ୍ତ। ସିଏ ଯୋଉ 27 ଜଣଙ୍କୁ ମାରିଲେ, ଏଟା ମାରିଲେନି, ହନୁମନ୍ତ ଲାଙ୍ଗୁଡରେ ନିଆଁ ଲଗେଇଲେ। ଏତ କହି ହନୁମନ୍ତ ଲଙ୍କାକୁ ଯେ ଗଲା। ତେଣୁକରି ଲଙ୍କାପୋଡି ବର୍ତ୍ତମାନ ଆରମ୍ଭ ହବ। ଆଜିକାଲି ଏଇ ସପ୍ତାହ ଭିତରେ ଲଙ୍କାପୋଡି ଆରମ୍ଭ ହବ। ପାକିସ୍ତାନ ଦହନ ହବ। ପାକିସ୍ତାନରେ ଯୋଉ ଅସୁର ମାନେ ଅଛନ୍ତି ସେଗୁରା ସବୁ ମରିବେ। ଆଉ ବର୍ତ୍ତମାନ ଲଙ୍କାପୋଡି ବର୍ତ୍ତମାନ ଆରମ୍ଭ ହବ। ହନୁ ବର୍ତ୍ତମାନ ଜାଗ୍ରତ ହେଲେ। ଆଉ ଲଙ୍କାପୋଡିରେ ବର୍ତ୍ତମାନ ଅଶ୍ୱତ୍ଥାମା ରହିବେ, ବିଭୀଷଣ ରହିବେ, କାକଭୂଷଣ ରହିବେ, ପରଶୁରାମ ରହିବେ, କଳ୍କି ରହିବେ। ଆଉ ଇଏ ସମସ୍ତେ ମିଶିକିରି, ଶିବ ତ ଜାଣିଛ ମୁଁ କହିଛି, ଶିବ ମକା ମଦିନାରେ ସେ ମନ୍ତ୍ର ଦ୍ଵାରା ବନ୍ଧା ପଡିଛି। ଶିବଙ୍କର କିଛି କାମ କରୁନି। ଯଦି ଶିବ କାମ କରୁଥାନ୍ତେ ସେ ଅସୁରକୁ ମାରୁଥାନ୍ତେ, ଆଉ ଭଗବାନ କଳ୍କି କାହିଁକି ହେଇଥାନ୍ତେ? ତେଣୁକରି ଶିବଙ୍କର କିଛି କାମ କରୁନି। ତାଙ୍କ ତ୍ରିଶୂଳ ଫିଶୂଳ ସବୁ ବ୍ୟାନ୍ ହେଇକି ଏବେ ପଡିଛି। ସେ ତ୍ରିଶୂଳ କାମ କରୁନି କି ସେ ଅସୁର ମାନଙ୍କୁ ସଂହାର କରିପାରୁନାହାନ୍ତି। ତାଙ୍କ ପାଇଁ ଶିବଙ୍କୁ ଉଦ୍ଧାର କରିବାକୁ ବର୍ତ୍ତମାନ ବିଷ୍ଣୁ କଳ୍କି ହେବେ। ସେତିକି ନୁହଁ, ଶିବ ତ ଉଦ୍ଧାର ହେବେ ମକାରୁ, ତା ସହିତ ରାକ୍ଷସ ମାନଙ୍କୁ ମାରିବେ। ତେଣୁକରି ପାକିସ୍ତାନ ହେଲା ଭାରତର। ସେଇଠିକିନା ବର୍ତ୍ତମାନ କଳ୍କି ଲୀଳା ଆରମ୍ଭ କଲେ। କଳ୍କି ଏପଟେ ପତିତପାବନ ଉଡିଲା, ସେପଟେ କଳ୍କି ଏଠୁ ବାହାରିକିରି ସେଠି ଯାଇକିରି ବର୍ତ୍ତମାନ ପହଞ୍ଚିଲେ। କୋଉଠି? ବର୍ତ୍ତମାନ କାଶ୍ମୀରରେ କଳ୍କି ପହଞ୍ଚିଛନ୍ତି। ସେଠି ତ ବର୍ତ୍ତମାନ ସୁଦର୍ଶନ ଚକ୍ର ଚାଲିବ। ଖାଲି ଘଡଘଡି, ବିଜୁଳି, ବୋମା, ଅଗ୍ନି, ମିସାଇଲ, ଟ୍ୟାଙ୍କ ଖାଲି ଗର୍ଜନ କରିବ ଏଇ ସପ୍ତାହ ଭିତରେ। ତେଣୁକରି କଳ୍କି ବର୍ତ୍ତମାନ ଆଉ ଅସୁର ମାନଙ୍କୁ ଛାଡିବେ ନାହିଁ। ଆଚ୍ଛା, କେବଳ ଭାରତ ପାକିସ୍ତାନ ହବ ନା ଚାଇନା ବି ହସ୍ତକ୍ଷେପ କରିପାରେ? ଚାଇନା ଉପରେ ବି ମାଡ ହବ। ଚାଇନାଟା ବଦମାସଟା, ସେଇଟା କୁକୁରଖିଆଟା, ବିଲେଇଖିଆ, କୁକୁରଖିଆ, ସାପଖିଆ, ତାକୁ ବିଶ୍ୱାସ ନାହିଁ। ମତେ କୁକୁରଖିଆ ଲୋକକୁ ବିଶ୍ୱାସ ଅଛି କି କେବେ? ଏଟା କୁକୁରଖିଆ। ତାପରେ ବି ମାଡ ହବ। ତାପରେ ବି ସୁଦର୍ଶନ ଚକ୍ର ବୁଲିବ ବିଷ୍ଣୁଙ୍କର। ତାର ବି ଲଙ୍କା ଦହନ ସେଠି ବି ସେପଟେ ବି ହବ। ଏପଟେ ବାଂଲାଦେଶର ଅସୁର ମାନଙ୍କୁ ଲଙ୍କା ଦହନ ହବ। ଏପଟେ ଯୋଉ ମିଆଁମାର ଅଛି ସେଠି ବି, ଥାଇଲାଣ୍ଡ, ମିଆଁମାର, ସିଆଡେ ବି ଲଙ୍କା ଦହନ ହବ। ବାକି ରହିଲା ୟୁରୋପ, ଆମେରିକା, ଏଗୁରା ସବୁ ଗୋଟିଏ କିଛି ରହିବେନି। ଇସ୍ରାଏଲ ସମସ୍ତଙ୍କୁ ମାରିକି ସଫା କରିଦବ। ଗୋଟିଏ କଥା ଓଡିଶାବାସୀକି ମୁଁ ଖାଲି କହିଦଉଛି, ଏଇ ଯୋଉ ଜିନିଷଟା କାଲି ଘଟିଛି, ଆର ହେଡକ୍ୱାର୍ଟର ହଉଛି ହମାସ। ମନେ ରଖନ୍ତୁ ଓଡିଶାବାସୀ, ଯୋଉ ହମାସରେ କି ବର୍ତ୍ତମାନ ଖାଲି ବୋମା ମାଡ କରୁଛି ଇସ୍ରାଏଲ। ଆଉ ଇସ୍ରାଏଲ କି ସେଠି ବୋମା ମାଡ କରିବାକୁ ମୋଦି କହୁଛନ୍ତି ଯେତେ ବୋମା ନବା କଥା ତୁ ନିଏ ଧାରି ଉଧାରି। ସେ ହମାସଟାକୁ ଉଡା। କାରଣ ସେ ଯୋଉ ହମାସଟା ସବୁତକ ମାଷ୍ଟର ମାଇଣ୍ଡ, ଫଣ୍ଡିଂ, ଡ୍ରଗ୍ସ, ସବୁ ନିଶା ଦ୍ରବ୍ୟ ସେଇଠୁ ଭାରତକୁ ଆସିକି
ଭାରତର ଲୋକମାନଙ୍କୁ ସେମାନେ ବାଇଷ୍ଟ କରାଉଛନ୍ତି, ଡିଷ୍ଟର୍ବ କରାଉଛନ୍ତି। ସବୁର ହେଡକ୍ୱାର୍ଟର ହଉଛି ହମାସ। ମନେ ରଖ, ଯେମିତି ଭାରତର ଆତଙ୍କବାଦୀ ହେଲେ କାଶ୍ମୀରର, ସେମିତି ୱାର୍ଲଡର ଆତଙ୍କବାଦୀ ସେଣ୍ଟର ହଉଛି ହମାସ। ସେଠି ସବୁତକ ନିଶା ଦ୍ରବ୍ୟ ଆସୁଛି, ତେଣୁକରି ମାଡଟା ରାଇଟ ଜାଗାରେ ହଉଛି। ସେମାନେ ମୋଦି, ଆପଣ ଖାଲି ଏତିକି ଜାଣନ୍ତୁ, ହମାସରେ ମାଡ ହଉଛି ମାନେ ସେଟା ଭାରତ ମାଡ କରୁଛି। ନା ନଉଛି ସିନା ଇସ୍ରାଏଲ, ଯେତେ ଅସ୍ତ୍ର ଶସ୍ତ୍ର ଯାଉଛି ଭାରତରୁ ଯାଉଛି। କାରଣ ମୋଦି ଏଇ ଯୋଗୁ, ମୁଁ ଯେତିକି ଜାଣିଛି, ମୋର ନବଗ୍ରହରୁ ମୁଁ ଦେଖିଲି ଯେ ମୋଦି ଯାହା କରୁଛନ୍ତି ଠିକ କରୁଛନ୍ତି। ସମାଜଟା ଉଡିଗଲା ପରେ ଆଙ୍କର ମେରୁଦଣ୍ଡ ଭାଙ୍ଗିଯିବ। ଇଏ ଖାଲି ବର୍ତ୍ତମାନ ରାଗିକିରି ଏପଟେ ସେପଟେ ହଉଛନ୍ତି। ଓଡିଶାବାସୀ, ଭାରତବାସୀ, ଇଏ ଆଉ ଗୋଟେ କଥା ମନେ ରଖ, ଏଇ ଯୋଉ କଳ୍କି ଏବେ ଅବତୀର୍ଣ୍ଣ ହେଇଛନ୍ତି, ଆମ ଦେଶର ସବୁଠୁ ଆଇନ ବ୍ୟବସ୍ଥା ଭ୍ରଷ୍ଟ ହେଇଯାଇଛି। ତେଣୁକରି ଭ୍ରଷ୍ଟ ଆଇନ ବ୍ୟବସ୍ଥା ଯୋଗୁ 6 କୋଟି କେସ୍ ପେଣ୍ଡିଂ ଅଛି, କାହାକୁ ନ୍ୟାୟ ମିଳୁନି। ତେଣୁକରି ବର୍ତ୍ତମାନ ନ୍ୟାୟାଳୟ ଉପରେ ଖୁବ ସୁଦର୍ଶନ ଚକ୍ର ମାଡ କରିବ ଏଇନା କଳ୍କିଙ୍କର। କଳ୍କି ବର୍ତ୍ତମାନ କଳା ଘୋଡା ଆଉ ଧଳା ଘୋଡା ଚଢିକି ବର୍ତ୍ତମାନ ସେ ଯୋଉ ଭାରତର ଯୋଉ ମୁଖ୍ୟ ନ୍ୟାୟାଳୟ, ଯୋଉ ସୁପ୍ରିମକୋର୍ଟ, ତା ତଳକୁ ହାଇକୋର୍ଟ, ତା ତଳକୁ ଏସଡିଜିଏମ, ଯେତେ ଅଛି ଏଇଟା ସବୁ କୋର୍ଟ କଚେରୀ, ଇଏ ଆ ଉପରେ ମଧ୍ୟ ଆଟାକ କରିବେ କଳ୍କି। କାରଣ ନ୍ୟାୟ ବ୍ୟବସ୍ଥା ତ ଭ୍ରଷ୍ଟ ହେଇସାରିଛି। ଗୋଟେ ଓକିଲ ଏଇ ଯୋଉ ଜଜ ଘରୁ ବାହାରିଛି 20 କୋଟି ଟଙ୍କା, ସେଇଟା କଳ୍କି ବାହାର କରିଛନ୍ତି। ତେଣୁକରି କଳ୍କି ସବୁଠୁ ଯେତେ ଟଙ୍କା ସବୁ ସେମାନେ ସବୁ ନେଇଛନ୍ତି। 6 ଗ୍ରହ କୂଟ, କାଳସର୍ପ ଯୋଗ, 6 ଗ୍ରହ କୂଟ, ଆଉ ଇଏ ସୁଦର୍ଶନ ଚକ୍ର, ତା ସହିତ କଳ୍କିଙ୍କର 12 ହାତ ଖଣ୍ଡା, ଧଳା ଘୋଡା, କଳା ଘୋଡା, ଅଶ୍ୱତ୍ଥାମା, କାକଭୂଷୁଣ୍ଡି, ବିଭୀଷଣ, ହନୁମାନ, ପରଶୁରାମ, ସବୁ ମିଶିକିରି ବର୍ତ୍ତମାନ ସଂହାର କରିବାକୁ ଗଲେ ହିଁ ବର୍ତ୍ତମାନ କାଶ୍ମୀର। କାରଣ ସେ କାଶ୍ମୀରଟା ହଉଛି ମେନ୍ ଜାଗା। କାରଣ ସରସ୍ୱତୀ ମାର ମନ୍ଦିରଟା ସେଇଠି ଥିଲା, ତକ୍ଷଶିଳା ବିଶ୍ୱବିଦ୍ୟାଳୟ ସେଇଠି ଥିଲା, ବିକ୍ରମଶୀଳ ବିଦ୍ୟାଳୟ, ତକ୍ଷଶିଳା ବିଦ୍ୟାଳୟଟା ସେଇଠି ଥିଲା। ଆଉ ଆମର ହେଲେ କିଏ, ଚାଣକ୍ୟଙ୍କର ସେ ମାଷ୍ଟର, ତାଙ୍କ ସେଇଠି ମତେ ପଢୁଥିଲେ ତକ୍ଷଶିଳାରେ। ତେଣୁକରି ସେଇ ଜାଗାଟାରେ କଳି ସେଇ ଜାଗାରେ ପ୍ରବେଶ କରିଥିଲା ଭାରତରେ। କୋଉ ପଟେ? କାଶ୍ମୀର ପଟୁ ହିଁ ପ୍ରବେଶ କରିଥିଲା କଳି। ମନେ ରଖ ଓଡିଶାବାସୀ, ବିଶ୍ୱବାସୀ, ସେ ବିନ୍ଧ୍ୟ ପର୍ବତ ଦେଇକି ସେଇପଟୁ ପ୍ରବେଶ କରିଥିଲା। ତେଣୁକରି ସେଇପଟୁ ବର୍ତ୍ତମାନ ସୁଦର୍ଶନ ଚକ୍ର, ଧଳା ଘୋଡା, କଳା ଘୋଡା ଚଢିକି ଭଗବାନ ସେଇପଟୁ ସଂହାର କରିବାକୁ ବର୍ତ୍ତମାନ ପଶିଲେ। ପାକିସ୍ତାନ ପଟେ ପଶିବେ, ଏପଟେ ଚାଇନା ପଟେ ପଶିବେ, ସେଇପଟେ ତ ପଶିବେ ଗଲା। ଆଉ ବର୍ତ୍ତମାନ ପୁରୀରୁ ବାହାରି ଗଲେଣି। ଯୋଉଦିନ ବାନା ଉଡିଲାନି ସେଦିନ ପୁରୀରୁ ବାହାରି ଗଲେ। ପୁରୀରୁ ବାହାରିକି ବର୍ତ୍ତମାନ କାଶ୍ମୀରରେ ପହଞ୍ଚିଲେ। କାଶ୍ମୀର ତ ବର୍ତ୍ତମାନ ଖେଳ ଆରମ୍ଭ ହେଲା। ଆଉ କଣ, କାଲିଠୁ ଖେଳ ଆରମ୍ଭ ହେଇଗଲା। ଦେଖୁନାହାନ୍ତି 7 ଦିନ ଭିତରେ ମୁଁ ଏତିକି କହିବି, ଔଷଧ, ଖାଦ୍ୟ ଦ୍ରବ୍ୟ, ଧାନ, ଚାଉଳ, ଶସ୍ୟ, ଯାହା ରଖିବା କଥା ସବୁ ଘରେ ମଜୁଦ ଟିକେ ରଖିଥିବେ। କାରଣ ଭୟଙ୍କର ବିଶ୍ୱଯୁଦ୍ଧ ବର୍ତ୍ତମାନ ଆରମ୍ଭ ହେଇଯିବ ଏଇ ସପ୍ତାହ ଭିତରେ। ଏତେ ଭୟଙ୍କର ବିଶ୍ୱଯୁଦ୍ଧ, ପୁରା ପୃଥିବୀ ପଡିବ ଉଠୁ। ଏଇଟା ଭୂକମ୍ପ, ଏପଟେ ବାତ୍ୟା, ଏପଟେ ପାଣି, ଏପଟେ ପବନ, ଏପଟେ ବର୍ଷା, ସବୁ ଏକା ସାଙ୍ଗରେ ମିଶିବ। ଏପଟେ ବୋମା ମାଡ, ଆଉ ଘରୁ କେହି ବାହାରି ପାରିବେନି। ପୁଣି ଦେଶରେ ଗୃହ ଯୁଦ୍ଧ ଚାଲିବ। ଏପଟେ ବଙ୍ଗଳାଦେଶରେ ଯୋଉଟା ଅଛି, ଯୋଉ ଗୋଟେ ଚଣ୍ଡୀଟା ଅଛି ବଙ୍ଗଳାରେ, ଗୋଟେ ଚଣ୍ଡୀ, ବଙ୍ଗଳା ଏଇ ଯୋଉ ୱେଷ୍ଟ ବେଙ୍ଗଲ ଗୋଟେ ଚଣ୍ଡୀଟା ଅଛି, ସେ ଯୋଉ ଧଳା ଲୁଗା ପିନ୍ଧୁଛି ଚଣ୍ଡୀ, ସେ ଚଣ୍ଡୀ ସେପଟେ ମାତିବ। ଏପଟେ ଦକ୍ଷିଣରେ କିଛିଟା ଭୂତ ପ୍ରେତ ମାତିବେ। ଏଇ ଯୋଉ ଅଛି ତାମିଲନାଡୁ, ସେପଟେ ଭୂତ ପ୍ରେତ ସେଗୁରାକ ସବୁ ଖ୍ରୀଷ୍ଟ ଭୂତ, ସେଗୁଡା ମାତିବେ। ଖ୍ରୀଷ୍ଟିଆନ ଭୂତ ଗୁଡା ମାତିବେ। ଏପଟେ ଚାରିଆଡେ ବର୍ତ୍ତମାନ ମାତିକି 7 ଦିନ 7 ରାତି ଅନ୍ଧାର ହେଇଯିବ। ଏଇ ଯୋଉ 7 ଦିନ 7 ରାତି ଅନ୍ଧାର ହବ, ଆମେ ଘରୁ ବାହାରି ପାରିବେନି, କିଛି କରିପାରିବେନି। ତେଣୁକରି ଆମେ କଣ କରିବା, ଏମର୍ଜେନ୍ସି ଲାଇଟ୍ ବା କିରୋସିନ, ଆଜିକାଲି ତ ଲାଇଟ୍ ଜେନେରେଟର ହେଲାଣି, ସୁବିଧା ଅଛି, ହେଲେ ବି ମଧ୍ୟ ଆମେ ସାଜସଜା କରିକି ସବୁବେଳେ ରହିବା। ଆଉ ସମସ୍ତଙ୍କୁ ନିବେଦନ, ଆପଣଙ୍କ ଚ୍ୟାନେଲ ଥ୍ରୁରେ, ଯେହେତୁ ଆପଣଙ୍କର ଗୋଟେ ସୁନାମଧନ୍ୟ ଚ୍ୟାନେଲ, ଆପଣମାନେ ସମସ୍ତେ ନିଜର ଆତ୍ମରକ୍ଷା କରିବା ସହିତ ଖାଦ୍ୟ, ମେଡିସିନ ସବୁ ଆମେ ରଖିବା। ଦରକାର ପଡ଼ିଲେ ଗୃହ ଯୁଦ୍ଧ ଲାଗିଲେ ଆମେ ଘରୁ ବାହାରି ପାରିବେନି। କାରଣ ଆପଣମାନେ ଜାଣିଥିବେ କି ନ ଜାଣିଥିବେ, ଯେତେବେଳେ ଭାରତ ପାକିସ୍ତାନ ଅଲଗା ହେଲା, କଲିକତାରେ ଲାଗିଗଲା ହଣାକଟା, 40 ଲକ୍ଷ ହିନ୍ଦୁକୁ ମାରିଦେଲେ ସେମାନେ। ଏଇ ଯୋଉ 40 ଲକ୍ଷ ହିନ୍ଦୁକୁ କାଟିକି ଫୋପାଡ଼ି ଦେଲେ। ତେଣୁକରି ଆମେ ହିନ୍ଦୁ ମାନଙ୍କୁ ସେମାନେ ମାରିବାକୁ ଚାହିଁବେ। ଆମେ ଯଦି ଘରେ ରଖିଥିବା, ଛୋଟ ଛୋଟ ପିଲା ଥିବେ, ସବୁ ଥିବେ, ଆମେ ବାହାରି ପାରିବେନି, ଗୃହ ଯୁଦ୍ଧ ଲାଗିଯିବ। ଏବେ ଦେଖୁନା, ସୁପ୍ରିମକୋର୍ଟ ମାନୁନି ପରା ରାଷ୍ଟ୍ରପତି କି। ଆପଣ ଭାବୁନାହାନ୍ତି ଏଇଟା କୋଉ ଭଳିଆ ଦେଶ? ଏଠି ଗୋଟେ ସୁପ୍ରିମକୋର୍ଟ ଅଛି, ସିଏ ପୁଣି ରାଷ୍ଟ୍ରପତି କହୁଛି ତୁ ହୁଆରି, ତୁ କିଏ? ମୁଁ ତୋ କଥା ମାନିବିନି, ମୋ କଥା ମାନେ କହୁଛି ଏଇ ସୁପ୍ରିମକୋର୍ଟ। ଆପଣ ଭାବନ୍ତୁ, ଆପଣ ବୁଦ୍ଧିଜୀବୀ ମାନେ ମହଲରେ ଭାବନ୍ତୁ, ଓଡିଶାର ଜନସାଧାରଣ ଭାବନ୍ତୁ, ଆମ ଦେଶର କୋଉଠି ଗୋଟେ ସୁପ୍ରିମକୋର୍ଟ ଅଛି, ତାର ଗୋଟେ ମନ ଇଚ୍ଛା ଗୋଟେ ଜଜ ବଇଛି, ସିଏ କହୁଛି ମୁଁ ରାଷ୍ଟ୍ରପତିକୁ ମାନିବିନି, ଯୋଉ କି ସଂସଦକୁ ମୁଁ ମାନିବିନି, କି ପ୍ରଧାନମନ୍ତ୍ରୀ କି ମାନିବିନି, ମୁଁ ଅର୍ଡର ଦେଲେ ସେ କାମ କରିବ। ତେଣୁକରି ଏଇ ଯୁଦ୍ଧ ଦେଶରେ ବର୍ତ୍ତମାନ ପ୍ରସ୍ତୁତ ହବାଟା ପୁରା ନିଶ୍ଚିତ। ବିଶ୍ୱଯୁଦ୍ଧ ହବାରେ ଆଶଙ୍କା ରହୁଛି ବାବା। ହଁ, ବର୍ତ୍ତମାନ 7 ଦିନ ଭିତରେ ବୋମା ମାଡ ହବ। 7 ଦିନ ଭିତରେ ଖାଲି ବଡ ବଡ ବୋମା, ପରମାଣୁ ବୋମା ପଡିବ। ଆପଣ ମାନେ ସାବଧାନ ହେଇଯାଏ। ଏତେ ପରମାଣୁ ବୋମା ପଡିବ, ଖାଲି ଧୂଆଁ ଧୂଆଁ ହେଇକି ଚାରିଆଟା ଅନ୍ଧାର ହେଇଯିବ, ଆଉ ଦେଶ ଖାଲି ଜଳିବ।
ତେଣୁକରି ଯିଏ ଯାହା ଘରେ ଏସି ଫେସି ଥଣ୍ଡା ବାତାବରଣ ରଖିକି ବା ନଡା କୁଟା ଇତ୍ୟାଦି ରଖିଥା, ଯାହାର ଛାତ ଘର ତା ଉପରେ ବ୍ୟବସ୍ଥା କରିଥାନ୍ତୁ, ଟିକେ ପାଳ ନଡା ଘୋଡେଇକିରି ଯେମିତି ସୁବିଧା କରିବା। ପାଣି ବ୍ୟବସ୍ଥାଟା ନିଜେ ନିଜେ ଟିକେ କରିଦେଇଥାନ୍ତୁ, କୂଅ ହଉ ବା ଟ୍ୟୁବୱେଲ ହଉ, ଟିକେ ଯଦି ଲାଇନ ନ ଆସିଲା ଟିକେ କରିଦେବ, କାରଣ ରେଡିଏସନ ଯୋଗୁଁ ଲାଇନ ଟା ବି ନ ଆସିପାରେ, ଅସୁବିଧା ହେଇପାରିବନି, ରେଡିଏସନ ହବ ନା ବୋମା ଗୁଡାକ ପଇଲେ, ତେଣୁକୁ ଲାଇନ ର ମୋଟାମୋଟି ଭାବେ ବ୍ୟବସ୍ଥା କରିଥାନ୍ତୁ। ଭାରତବାସୀଙ୍କୁ ଆପଣ ସତର୍କତା କରିବେ, ମାନେ ଯୁଦ୍ଧ ପାଇଁ ସଜାଗ ହେଇକି ରହିବା ପାଇଁ। 7 ଦିନରେ 700 ବୋମା ମାଡ, 7 ଦିନରେ 700 ବୋମା ମାଡ ହବ, ହୁଁ ପରମାଣୁ ବୋମା ଖାଲି। ହୁଁ ଆଉ ପାକିସ୍ତାନ ଉପରେ ପରମାଣୁ ବୋମା, ଚାଇନା ଉପରେ ପରମାଣୁ ବୋମା, ସେପଟେ ସବୁ ଦେଶ ଉପରେ, ଖାଲି ୟୁରୋପ ସେ ଯୋଉ ମୁଗଲ କଣ୍ଟ୍ରି ଗୁଡାକ ଅଛି ତାଙ୍କ ଉପରେ ଖାଲି ପରମାଣୁ ବୋମା ମାଡ ହବ। ଆସନ୍ତା 7 ଦିନ ବହୁତ ଭୟଙ୍କର ହବ। ଆସନ୍ତା ହୁଁ 7 ଦିନ ଆଜିଠୁ ଗଣିକି ରଖିଦ, ଗତ କାଲିଠୁ, ହୁଁ ଆଜିକି 2 ହେଲା, ଆଉ ହୁଁ କେତେ ଦିନ ରହିଲା? ଆଉ 5 ଦିନ। ଆଉ 5 ଆସନ୍ତା ଦିନ 5 ଦିନ ବହୁତ ଭୟଙ୍କର, ଅତି ଭୟଙ୍କର। 30 ତାରିଖ ଭିତରେ କଣ ହେଇଯିବ କିଛି କହିହବନି, ତେଣୁକରି ହୁଁ। ଆପଣ ମାନେ ସାବଧାନ ହେଇଯାଆନ୍ତୁ। ଜୟ ଆମେ ସେଥିପାଇଁ ଜଗନ୍ନାଥ। କହିଥିଲୁ ତ 30 ତାରିଖ ପୂର୍ବରୁ ମଧ୍ୟ ଆକଳନ କରୁଥିଲୁ, 30 ତାରିଖ ଭିତରେ ଭୟଙ୍କର ପରିସ୍ଥିତି ରହିଛି ବୋଲି। ହଁ ହଁ ହଁ, ହୁଁ। ଆମେ ଆଗରୁ ବି ସେ କଥା ଆକଳନ କରିଦେଇଥିଲେ କି 30 ତାରିଖ ଭିତରେ କିଛି ଗୋଟେ ହବାକୁ ଯାଉଛି। ମାଳିକା କହୁଛି 30 ତାରିଖ ଭିତରେ ଯୋଉ ସେଇ ଜିନିଷଟା ଯୋଉ ପୁରା ହେଲା ପବିତ୍ର ଅକ୍ଷୟ ବର୍ତ୍ତମାନ। ତୃତୀୟା ରହିଛି, ଅକ୍ଷୟ ତୃତୀୟା ଭିତରେ ଖେଳ ହବ ବୋଲି କୁହାଯାଇଥିଲା। ହଁ 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 ହଁ, ଅକ୍ଷୟ ହୁଁ ତୃତୀୟା ଭିତରେ ପୁରା, ହୁଁ ହଁ ହଁ, ଠିକ 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 କଥା। ଆମେ ଆଗରୁ ଏ କଥା ବି ଆଲୋଚନା ହେଇଛି ଆମର, ହୁଁ 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 ଅକ୍ଷୟ ତୃତୀୟା ଭିତରେ ହବ ବୋଲି ଆଗରୁ ଆଲୋଚନା ହେଇଯାଇଛି। ତେଣୁକରି ଅକ୍ଷୟ ତୃତୀୟା ଭିତରେ ଖେଳ ହବ, କାରଣ ଲକ୍ଷ୍ମୀ ଆଉ ଅକ୍ଷୟ ତୃତୀୟାଟା ମହାଲକ୍ଷ୍ମୀଙ୍କର ପୂଜା, ତେଣୁକରି ହୁଁ। ଲକ୍ଷ୍ମୀ ଆଉ ପୃଥିବୀରେ ରହିବେ ନାହିଁ, ଲକ୍ଷ୍ମୀ ଆସିବାକୁ ଚାହୁଁନାହାନ୍ତି। ବୋମା ମାଡରେ ଆଉ କୋଉଠି ଲକ୍ଷ୍ମୀ ରହିବେ? ନା ବିଲରେ ଧାନ ବୁଣା ହବ, ନା ଧାନ ଅନୁକୂଳ ହବ, ନା ବଳଦ ପୂଜା ହବ, ନା ଗୋରୁ ପୂଜା ହବ, ନା ବିଲ ପୂଜା ହବ, ନା ଧୂପ ଧୂପ ବିଲରେ ଯାଇକି ଆଉ ଠାକୁରାଣୀ ଖାଲି ତ ବୋମା ମାଡରେ ଜଳିବ ଆକାଶ, ଘରୁ କେହି ବାହାରି ପାରିବେନି। ଏବେ 7 ଦିନ 7 ରାତି ଅନ୍ଧାର, ଖାଲି ଢାଇଁ 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 ବୋମା, 700 ବୋମା ମାଡ ହବ 7 ଦିନ ଭିତରେ, ପରମାଣୁ ବୋମା, ସବୁ ଧୂଆଁ ହେଇକି ଅନ୍ଧାର ହେଇଯିବ, ଆଉ କିଛି ତ କୋଉଠି ନଥିବ ଆଉ, ସଫା ସବୁ। ତାହେଲେ ପୁରା ଭୟଙ୍କର ପରିସ୍ଥିତି ରହିଛି ଏଇ 7 ଦିନ, ବୋଲେ 2 ଦିନ ଗଲା, ଆଉ 5 ଦିନ ଭିତରେ ନିଶ୍ଚିନ୍ତ ହଁ, ପାଞ୍ଚ ବିଶ୍ୱ ଦିନ ଯୁଦ୍ଧ ଭିତରେ। ଆଡକୁ ମାନେ ସାରା ବିଶ୍ୱ ବି ଯାଇପାରେ। ସେଇ ଆସନ୍ତା 5 ଦିନ ପରେ ପଞ୍ଚୁପାଣ୍ଡବ, ଯୋଉ ମହାଭାରତ ଯୁଗର ଯୋଉ ପଞ୍ଚୁପାଣ୍ଡବ ଥିଲେ, 5 ଦିନରେ ସେଇ ଯୋଉ ବାକି ଥିଲା ଓଳିଆ ପଞ୍ଚୁପାଣ୍ଡବ ଲଢିଲା ଭଳିଆ, ଇଏ ଆମର ଯୋଉ ବିଭୀଷଣ ଅଛନ୍ତି, କାକଭୂଷଣ, ବିଭୀଷଣ, ପରଶୁରାମ, ହନୁମାନ, କଳକି ସାଙ୍ଗରେ ମିଶିଯିବେ 5 ଦିନରେ। ମିଶିଯିବେ ତାହେଲେ। ହଁ, 5ଟା ଇଏ ଅମର ଯୋଉ ଅଛନ୍ତି ସେ ମିଶିକି କରିବେ, 7 ଅମର 5 ଅମର ମିଶିବେ। ହୁଁ 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 ହୁଁ। ତାହେଲେ ତାହେଲେ ଏଇ ଯୋଉ ଯୁଦ୍ଧ ଟା ନିଶ୍ଚିନ୍ତ ଭୟଙ୍କର ପରିସ୍ଥିତି ଆଡକୁ ଗତି କରିବ। ହଁ, ସେ ତ କାଳ ଯବନ ଯୋଉ ମରିଥିଲା, ତାର ଯୋଉ ବଂଶ ଥିଲେ କେତେଟା ରହିଯାଇଥିଲେ, ସୁପର୍ଣ୍ଣେଖା, କାଳ ଯବନ, ସେଗୁରା ସଫା ହେଇଯିବେ ଆଉ। କାଳ ଯବନକୁ ସିନା ଭଗବାନ ମାରିଦେଲେ ମୁଚୁକୁନ୍ଦର, ତାର ବଂଶ ରହିଯାଇଥିଲା, ତା ବଂଶଟା ଏଇଠି ସଫା ହେବେ, ସେଇଟା ବାକି ରହିଯାଇଥିଲା, ଏଇଠି ସଫା ହେଇଯିବେ ଆଉ। ଠିକ ଅଛି, ଜୟ ଜଗନ୍ନାଥ, ଜୟ ପଞ୍ଚସଖା, ହର ହର ମହାଦେବ। ହର ହର